ॐ जगन्नाथाय ते नमः। शुभ्रवस्त्रं शुभाङ्गीं सरस्वतीमिव सदा स्मितानना वीणा पुस्तकहस्तं शुद्धज्ञानप्रदायिनीं विद्या बुद्धि शक्तिदात्री भक्तिसुदयान्वितं शरणं ब्रह्ममयीं मुक्तिदां नमाम्यहम्। କେତେ ବର୍ଷ ତଳର? ନାଇଁ ଶାରଳା ନୁହଁ, ଅଷ୍ଟପୂଜା, କିନ୍ତୁ କ'ଣ ନାଁ ତାଙ୍କର ଆମେ ଜାଣିନୁ ନା ଏପର୍ଯ୍ୟନ୍ତ। ॐ ॐ अरूपं स्वरूपं चैव अनन्तं पुरुषोत्तमम् अव्यक्तं विश्वरूपाय जगन्नाथाय ते नमः। जय जगन्नाथ, जय जगन्नाथ, जय जगन्नाथ। इठी आमर पातालपुटी जो ईशानेश्वर अच्छा मंदिर में ईशानेश्वर अच्छा प्रथम माने निर्माण होगा पूर्व जगत मंदिर निर्माण होगा पूर्व से बड़ी जो ईशानेश्वर ताले जहाँ पकईब जेते पानी लाई कर जहाँ क्षीर लाई कर जहाँ कर ता भितर भितर से कड़े पलैब एपरी कदली वगैरह जना पड़े ईशानेश्वर न रही कौन से मंदिर हुए ना तेणु ये साक्षात ईशानेश्वर अच्छा मैंने ईशान्य कौन टाक ईशान करती घर आम निम्ब पकड़े गोटे ईशान बसू नहीं कि तेणु ईशान जदि ठीक थी आ सब गुड़ा ठीक रो मानकर पाठ पढ़ा पढ़ी कर ईशान होती पूर्व और उत्तर कोण टाक ईशान्य कोण कहुए से ईशान्य कोण में जी रहे ताको ईशान कहुए ना आपणकर ये जो गाँ ये गाँ ना कौन नाउल ना आमल पकईले पकईले से तुलसी पकईले मुझे सारे पेबी तेणु ये ईशान कोणटा हूँ ईश्वर आमर केतोटी दिग रोचे चार्टा दिग 10टा दिग आउ किए कह 10 दिग केमी 10 दिग है तुम्हें छोट बेला कौन आंसर देलानी कह हाँ पूर्व पश्चिम उत्तर दक्षिण राइट ठीक ईशान्य अग्नि हाँ ठीक है नई तो वायु तापर जा से सान पिला तो ये जानी एटलिस्ट 10 तो कहला ऊपर है पूर्व रहा किए से इंद्र अग्नि आग्नेयश्वर दक्षिण रहा जम नैऋत नैऋतेश्वर कोण गुड़ाक से कौन धरते ना सब पर बसते खड्ग धरते उग्र पश्चिम रहा वरुण वायु वायु देवता उत्तर धनदेव पातु धनदेव माने कुबेर
ତେଣୁ ଉତ୍ତର ଆଡ଼ିକି ମୁହଁ କରି ଦୀପ ଦେଲେ ଧନ ପ୍ରାପ୍ତି ହୁଏ, ପୂର୍ବ ଆଡ଼ିକି ମୁହଁ କରି ଦୀପ ଦେଲେ ଆୟୁଷ ବଢ଼େ। କିନ୍ତୁ ଐଶାନ୍ୟ କୋଣରେ କିଏ ରହିଲା? ଈଶାଣେଶ ମାନେ ସ୍ୱୟଂ ଶିବଙ୍କର ସ୍ଥାନ ହେଉଛି ଐଶାନ୍ୟ। ତେଣୁ ଯେଉଁ ଲୋକମାନଙ୍କ ରୋଗ ହେଉଛି, ଯଦି ରୋଗ ଭଲ ନ ହେଉଛି, ରାଶି ତେଲରେ ଏଇ ପ୍ରଭୁଙ୍କ ପାଖରେ ପଶ୍ଚିମ ମୁହାଁକରି ଗୋଟେ ଦୀପଟେ ବସାଇଦେବ, ରୋଗ ଭଲ ହେଇଯିବ। କେତେ ସୁନ୍ଦର ସୁନ୍ଦର ଉପାୟ ଅଛି ମହାପ୍ରଭୁ ପାଖରେ। କିନ୍ତୁ ଏଠି ବୁଢ଼ୀ ମାଆଙ୍କୁ ମୁଁ ପ୍ରଣାମ କରୁଛି। ବୁଢ଼ୀ ମାଆଙ୍କର ଗୋଟେ ଅନୁଭୂତି ମୁଁ ନିଜର ଅନୁଭୂତିଟା କହୁଛି। ନୂଆକିରି ମୁଁ ବଡ଼ପଣା ଶାଢ଼ୀ ବାନ୍ଧିଥିଲି, ସେତେବେଳେ ଆମ ବଡ଼ପଣା ସେଟା ବାବା ତ ରହିଯାଇଥିଲେ, ବଞ୍ଚିଥିଲେ। ଆମର ଜ୍ୱାଇଁ ସେଇ ପୂଜା ପଣ୍ଡା, ତାଙ୍କ ନାଁ ବି ସେଇ ରାମଚନ୍ଦ୍ର ପୂଜା ପଣ୍ଡା। ଆମର ଶଳାଜଙ୍କ ନାଁଟା ପୁରା ଏକା ଥାଏ, ବାବାଙ୍କ ନାଁ ପିଇସା ନାଁ, ମୋ ନାଁ ମୋ ଭିଣେଇ ନାଁ, ଖାଲି ବଡ଼ ପଣ୍ଡା ପୂଜା ପଣ୍ଡା ଯାହା ଫରକ। ତେଣୁ ସିଏ ତାଙ୍କୁ ଦିଆଯାଇଥିଲା ଦାୟିତ୍ୱ, ସିଏ କରୁଥିଲେ, ମୁଁ ରହୁଥିଲି। ସେତେବେଳେ ପ୍ରଥମ କରି ମୁଁ ବଡ଼ ଶାଢ଼ୀ ବାନ୍ଧିଥାଏ। ଆମର ତ କୃଷ୍ଣ ଜନ୍ମ ହେଲା ରାତି ହେଇଯାଏ। ସେ ଲହୁଣୀ ଟିକ ଧରିଥାଏ ହାତରେ, ବିରି ପିଠା ଯୋଡ଼େ ଧରିଥାଏ, ଦୁଇ ହାତ ଧରିକିରି ସେତେବେଳେ ମୁଁ ବିଶ୍ୱର ବିଦ୍ୟାପୀଠ ସମ୍ମୁଖରେ ବନବାସିନୀ ମିଶ୍ରଙ୍କ ବୋଲି ମୋର ପୁଅର ଗୋଟେ ମ୍ୟାଡ଼ାମ୍ ଥାନ୍ତି, ଆଉ ଥାର୍ଡ଼ ଫ୍ଲୋରରେ ମୁଁ ରହୁଥିଲି। କାହିଁକିନା ଆମର ତ ଏପଟ ଘରକୁ କାର୍ ଆସିପାରିବନି ନା ଆମ ନିଜ ଘରକୁ, ମୋତେ ସୁବିଧା ହେଉଥିଲା ସେଠି। ତ ସେ ରାତି 2ଟା ପ୍ରାୟ ହେଇଯାଇଥିଲା। ମୁଁ ନେଇକି ଯେତେବେଳେ ଆସେ, ଗୋଟେ ବୁଢ଼ୀ ଦୂର ବୁଢ଼ୀ ଲୋକଟେ ଆସିଲା, ହାତ ପତେଇଲା ଯେ ମୋତେ ଭୋକ ହେଉଛି, ମୁଁ ଖାଇବି। କହିଲା ଭୋକ ହେଉଛି, ମୁଁ ଖାଇବି। ମୁଁ ତାକୁ ଯୋଡ଼େ ହାତ ଧରିଛି, ବଡ଼ ଓଲଟେ ଧରିଛି, ଏଥିରେ ମାଖନ ଅଛି, ଏଠି ଯୋଡ଼େ ବିରି ପିଠା ଧରିଛି। ମୁଁ ତାହେଲେ ତୁମେ ନେଇଯାଅ, ମୁଁ ଦେଇପାରିବିନି, ଯୋଡ଼ା ହାତ ଧରିଛି ନା। ସେ ବିରି ପିଠାଟି ନେଲା, ଆଉ ମାଖନ ତ ଅଳ୍ପଟେ ନେଇ ବିରି ପିଠା ଦେଲେ ବୋଳିଦେଲା ଟିକେ ନେଇକିରି। ସେ ବିରି ପିଠାଟାକୁ ସେ ଏକା ସାଙ୍ଗରେ ଏଡ଼େ ବଡ଼ ବିରି ପିଠା ସେ ପାଟିରେ ପୁରେଇଲା, ଏକା ସାଙ୍ଗରେ ପାଟିରେ ପୁରେଇଲା। ସେ ମୋତେ ଟିକେ ମୁଁ ସେ ବୁଝିପାରିଲିନି, ମୁଁ ନର୍ମାଲ ଥିଲି। ଟିକେ କିଛି ଆସିଲା ପରେ ମୁଁ ଭାବିଲି ଏକା ସାଙ୍ଗରେ କ'ଣ ଗୋଟେ ଲୋକ ଗୋଟେ ବିରି ପିଠା ଖାଇଦେଲା, ଗୋଟେ ବୁଢ଼ୀ ଲୋକଟେ। ପଛକୁ ଦେଖିଲା ବେଳକୁ କେହି ନାହାନ୍ତି। ମୁଁ ପଳେଇ ଆସିଲି। ରାତି ପ୍ରାୟ 2ଟା 3ଟା ହେଲାଣି, କିଏ ଆଉ ଶୋଉଛି। ଯେତେବେଳେ ସକାଳ ହେଲା, ମୁଁ ଯାଇ ସେଠି ପଚାରିଲି ଯେ ରାତି 2ଟାରେ ସେ ବୁଢ଼ୀ ଲୋକଟେ କିଏ ବାହାରିକି ମୋର ଏମିତି ବିରି ପିଠା ଖାଇଲା। ସେଠି ଯେଉଁ ଲୋକମାନେ ଥିଲେ ହସା ହସି ହେଲେ, ଟିକେ ହନିଲେ, କହିଲେ ଆମେ ତ ସାନ୍ତ ଡାକନ୍ତି ଆମମାନଙ୍କୁ, ସାଧାରଣତଃ ଆମମାନଙ୍କୁ ସାନ୍ତ ଡାକନ୍ତି। ସାନ୍ତ ଆପଣ ଯଦି ଆମେ କହିବୁ ତାହେଲେ ଆମେ କାହାକୁ କହିବୁ? ମାନେ ପୁରୀ ଜିନିଷ ନା। ସେଇ ଗଳିଟା ହେଉଛି ବିଶ୍ୱ ବିଦ୍ୟାପୀଠ ଲାଗିକିରି ଯେଉଁ ଗଳିଟା ଅଛି, ତା'ର ଆରପଟୁ ସେ ଗଳିଟା। ମୁଁ ତ ଆସି ପଚାରିଲି, ସେ କହିଲେ ଆପଣ ଆସନ୍ତୁ। ମୋତେ ନେଇକି ଗଲେ। ଆଗପଟେ ଗୋଟେ ଜଗନ୍ନାଥ ଗୋଟିକା ଜଗନ୍ନାଥ ରାସ୍ତା ଉପରେ ହେଇଛି, ପଛପଟେ ବୁଢ଼ୀ ମାଆଙ୍କ ମନ୍ଦିର ଅଛି। ସେ ବୁଢ଼ୀ ମାଆଙ୍କ ମନ୍ଦିର ମୁଁ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହେଲି। ମୁଁ କହିଲି ଏ ତ ବୁଢ଼ୀ ମାଆ ମନ୍ଦିର ଅଛି, ତାହେଲେ ଆଗପଟେ କାହିଁକି ତୁମେ ଜଗନ୍ନାଥ ମନ୍ଦିର କରିଛ? ନା ଆଜ୍ଞା, ରାତି 10ଟା ହେଲା ମାନେ ଏଇ ରାସ୍ତାରେ କେହି ଯାଆନ୍ତିନି, କାରଣ ଏଇ ରାସ୍ତାରେ ବୁଢ଼ୀ ମାଆ ବାହାରନ୍ତି। ସେଥିପାଇଁ ବାଧ୍ୟ ହୋଇକରି ଆମେ ତା ସମ୍ମୁଖରେ ଜଗନ୍ନାଥ ମୂର୍ତ୍ତିଟାକୁ ବସେଇକିରି ମନ୍ଦିରଟେ କରିଛୁ। ଏଇ ଜଗନ୍ନାଥ ମୂର୍ତ୍ତି ବସେଇଲା ପରଠୁ ଆଉ ସେ ବାହାରି ନାହାନ୍ତି। ମୁଁ ତାହେଲେ ସେ ମାହାତ ନେଲେ ସିଏ ନା ବୁଢ଼ୀ ମାଆ ନେଇଛନ୍ତି ନିଜେ? ସତ କହିବାକୁ ଗଲେ ଏଇ ଜିନିଷଟା ସବୁ ମୋର ଟିକେ ବିଶ୍ୱାସ ବହୁତ କମ୍। ମୁଁ ଏଇଟା ସବୁ ସହଜେ ବିଶ୍ୱାସ କରିବା ଲୋକ ନୁହଁ। ତଥାପି ଆଶ୍ଚର୍ଯ୍ୟ ଲାଗିଲା ଯେ ସେ ପିଠାଟା ଯେତେବେଳେ ଖାଇଲା ଗୋଟେ ଏକା ସାଙ୍ଗରେ, ସେଇଟା ବଡ଼ ବିଚିତ୍ର ବିଷୟ ଥିଲା। ଗୋଟେ ଲୋକ ସେ ବିରି ପିଠାଟାକୁ ଗୋଟେ ଏକା ସାଙ୍ଗରେ ପାଟିରେ ପୁରେଇ ପାରିବନି। ବିଶ୍ୱାସ ଦେଖନ୍ତୁ, ଆମ ଜୀବନରେ ତ ଏମିତି ହଜାର ଘଟଣା ଘଟେ। ଆଉ ସେ ଜିନିଷ ତ ପଛ କଥା, ସେତେବେଳେ ସେ ମୁଁ ତ ବଡ଼ପଣା ଅଲରେଡ଼ି ହେଇସାରିଲିଣି। ବର୍ତ୍ତମାନ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଠି ତ ବେଶୀ କହିହେବନି, କାରଣ ଏତେ ଯେଉଁ ଭଳିଆ ଡିଷ୍ଟର୍ବାନ୍ସ ଚାଲିଛି। ମୋ କହିବା କଥା ହେଲା ମହାପ୍ରସାଦର ଏତିକି ମହିମା ଅଛି। ଏଇନେ ଆସିଲା ବେଳକୁ ସେ ପଚାରିଲେ ଯେ ଆଜ୍ଞା ପୁରୀରୁ ମାଳ ମାରଦ ଆଣିଛନ୍ତି? ମୁଁ ଦୁର୍ଭାଗ୍ୟ, ମୁଁ କହିଲି ନାହିଁ, ଆମେ ତ ସ୍ୱାମୀ ସ୍ତ୍ରୀ ଯେତେବେଳେ ଆସିବୁ ତାହେଲେ ମାଳ ମାରଦ ଧରିକି ଆସିବୁ। କାହିଁକିନା ବହୁତ ଜାଗାରେ ମାଳ ମାରଦ ନେଇକି ଯାଉଛୁ, ସେ ଫିଙ୍ଗି ଦେଉଛନ୍ତି। ଆଉ ସେ ପିଠ ଗୁଡ଼ାକରେ ଆମେ ନେଇନୁ, ପିଠ ଗୁଡ଼ାକ ଲାଇକ୍ କରିବେ। ଦେଖିବା ଯଦି ସମୟ ମିଳିଲା ଆମେ ଦୁଇ ଜଣ ଏକାଠି ଆସିବୁ।
ଆସିକି ମାଆଙ୍କୁ ଦର୍ଶନ କରିବୁ ଆଉ ବାଳ ଦେବୁ ଯଦି ମା ଚାହାନ୍ତି ସେ ହେବ। କିନ୍ତୁ ତୁମମାନେ ଗୋଟେ ଏଇ ଯେଉଁ ଛୋଟ ପିଲାମାନଙ୍କୁ ଅଭ୍ୟାସ କରାଅ। ଅଭ୍ୟାସ ଆମର ଗୀତାର ଦ୍ୱାଦଶ ଅଧ୍ୟାୟର ଦ୍ୱାଦଶ ଶ୍ଲୋକରେ କହିଲା ଶ୍ରେୟ ହି ଜ୍ଞାନ ଅଭ୍ୟାସାତ୍ ଜ୍ଞାନତ୍ ଧ୍ୟାନମ୍ ବିଶିଷ୍ୟତେ ଧ୍ୟାନତ୍ କର୍ମ ଫଳ ତ୍ୟାଗମ୍ ତ୍ୟାଗତ୍ ଶାନ୍ତିର୍ ଅନନ୍ତରମ୍। ବୁଝିପାରିଲେ ନା ବୁଝିପାରିଲେନି? ଅଭ୍ୟାସଟା ଶ୍ରେଷ୍ଠ, ଅଭ୍ୟାସ ଠାରୁ ଜ୍ଞାନ ଶ୍ରେଷ୍ଠ, ଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ, ଧ୍ୟାନ ଠାରୁ କର୍ମଫଳ ତ୍ୟାଗ ଶ୍ରେଷ୍ଠ। କର୍ମଫଳ ତ୍ୟାଗ ଆସିଗଲେ ତମ ସେ କ'ଣ କଲା ନା ଅନନ୍ତ ଶାନ୍ତି ମିଳେ। ମନେକର ଯେଉଁ ମୁଁ ଏଠି ଆସିଲି, ମୁଁ ଆଶା ଯଦି କରିବି ଯେ ମୋତେ ଇଏ ଖାଇବାକୁ ଦେବ, ଇଏ ପଇସା ଦେବ, ସିଏ ଭଲ ପାଇବ, ମୋତେ ଜୟ ଜଗନ୍ନାଥ କହିବ, ମୋ ନାଁ କହିବ, ପ୍ରଶଂସା କରିବ, ଯଦି ସେ ନ ପାଇଲି ମନଟା ମୋର ଦୁଃଖ ହେବ। ତା ଦୁଃଖର କାରଣ କ'ଣ? ଆଶା କରିବା, ଏକ୍ସପେକ୍ଟେସନ୍। ଯଦି ତୁମେ ଆଶା ତ୍ୟାଗ କରିଦେଲ ତାହେଲେ ତୁମର ଦୁଃଖର କାରଣ ନାହିଁ। ଏଇ ଯେଉଁ ଆଶା ତ୍ୟାଗ କର୍ମଫଳ ତ୍ୟାଗ। ମୁଁ କାମ କଲି ମୋତେ ପଇସା ମିଳିବ କି ସମ୍ମାନ ମିଳିବ, ଯାହା ଗୋଟେ ମିଳିବ। ତେଣୁ ଆପଣମାନେ ସବୁ ଗୀତା ଟିକେ ଅଭ୍ୟାସ କରନ୍ତୁ। ଏଇ ଇଶାନ ସଭାରେ ବସିକିରି ପଢ଼ନ୍ତୁ। ବେଶୀ ନାହିଁ, ଗୋଟେ ଗୋଟେ ଶ୍ଲୋକ ଯୋଡ଼େ ଯୋଡ଼େ ଶ୍ଲୋକ ପଢ଼ନ୍ତୁ। ଆମର ବି ଗୀତା ଅନଲାଇନ୍ ମୁଁ ବି ଦେଉଛି। ଯେଉଁମାନେ ସବୁ ଶିକ୍ଷିତ ପିଲା ବହୁତ ଅଛନ୍ତି ସେ ଅନଲାଇନ୍ ଜାଣିଥିବେ ସମସ୍ତେ। ଫ୍ରି ଅଫ୍ କଷ୍ଟ, କିଛି ପଇସା ଦେବାକୁ ପଡ଼ିବନି। ତୁମେ ଆରାମସେ ଅନଲାଇନ୍ରେ ଇଏ କଲ। ରବିବାର 3ଟାରୁ 4ଟା। ବର୍ତ୍ତମାନ ଆମର ପ୍ରଥମ ଅଧ୍ୟାୟ ସରିଯାଇଛି, ଦ୍ୱିତୀୟ ଅଧ୍ୟାୟ ଜଷ୍ଟ ଆରମ୍ଭ ହେଉଛି। ଶୁଣ, ଗୋଟେ ଘଣ୍ଟା ମୁଁ କହୁଛି ତ, ସେ ଗୋଟେ ଘଣ୍ଟା ଧୈର୍ଯ୍ୟ ଶୁଣ। ରବିବାର ମୁଁ ପଠାଇଦେବି ଲିଙ୍କ୍, ତାଙ୍କୁ ପଠାଇଦେବି। ସେ ସମସ୍ତେ ଶିଖେଇ ଦେବେ ଆଉ। ମୁଁ ତ ଫାଷ୍ଟରୁ ତୁମେ କହୁଛି ଯାହା ନ ଦେଖିଛ ତାକୁ ବିଶ୍ୱାସ କର ନାହିଁ। ଯଦି ତୁମେ ଭଗବାନ ଦେଖିନ ତାହେଲେ ଭଗବାନ କାହିଁ ବିଶ୍ୱାସ କରିବ? ଯେଉଁ କଥା ବୁଝିପାରିଲ ତ? ଯଦି ବିଶ୍ୱାସ କରିଗଲ ତାହେଲେ ଭଗବାନ ଆସିବେନି। ଯଦି ବିଶ୍ୱାସ ନ କରିକି ଭଗବାନ ଖୋଜିଲ, ମାନେ ଜାଣିବାକୁ ଚେଷ୍ଟା କଲ, ତାହେଲେ ଭଗବାନ ପଳେଇ ଆସିବେ। ଆଉ ଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ଯଦି ଆସୁଛ, ଜଗନ୍ନାଥ ମହାପ୍ରଭୁଙ୍କଠୁ ଶିଖ। ଫାଷ୍ଟ ସେ କ'ଣ କହିଛନ୍ତି ଯେ ପ୍ରଭୁଙ୍କର କାନ ନାହିଁ। କାନ ଅଛି? କାହିଁକି କାନ ନାହିଁ? ଆମେ ଗୋଟେ ପିଲା କିଛି କରିବାକୁ ଯାଉଛି, ତାକୁ ଆମେ ପ୍ରାୟ ଲୋକ ତାକୁ ବାଧା ଦିଅନ୍ତି। ଆରେ ସେଟା ହେବନି, କାହିଁ ଚେଷ୍ଟା କରୁଛୁ? ସେ କରିବା ପୂର୍ବରୁ ବାଧା ଦେଇଦିଅନ୍ତି। କିଛି ନ ଆମର ଯେଉଁ ପ୍ରିୟ ଲୋକମାନେ, ଆରେ ଖଣ୍ଡିଆ ଖାବରା ହେଇଯିବୁ, କାହିଁ ସେ ଲାତିଛୁ, କ'ଣ ମିଳିବ ଏଥିରୁ? ତେଣୁ ଆମେ ଯେଉଁଟା କରୁଛେ ସେଇଟାକୁ ଆମେ ଚିନ୍ତା କରୁଛେ ଯେ ଗୋଟେ ଲୋକ ଆସି କହିବେ ନା କରିପାରିବୁନି, କିନ୍ତୁ କରିପାରିବ। ଗୋଟେ ଛୋଟିଆ ଉଦାହରଣ ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହେବ। ଯେଉଁ ଭିକ ଦିଅନ୍ତିନି, ଗୋଟେ ମାଆଟିଏ ପିଲା ଛୋଟ ଛୁଆଟିଏ ଧରି ଭିକ ମାଗୁଛି। ସେତେବେଳେ ତ ସିଂହଦ୍ୱାର ତିଆରି ନଥିଲା, ସିଂହଦ୍ୱାର ଗାଡ଼ି ଯାଉଥିଲା, କାର୍ ଯାଉଥିଲା, ଯେଉଁଟାକି ଅସମ୍ଭବ। ସେ ପିଲାଟି ଗୁରୁଣ୍ଡୁଣ୍ଡି ପଳେଇଲା କାର୍ ଆଗକୁ, ମା ଏ କହି ଯାଇକରି ସେ କାର୍କୁ ପଛକୁ ଟେକି ଦେଇଛି, ଯେଉଁଟାକି ଅସମ୍ଭବ। ସେ କାର୍ରୁ ସେ ପଛକୁ ଟେକିଛି, ସେ ଦେଖିଛି ରହିଯାଇଛି, ମାନେ ଜାଣିପାରୁନି। ତାପରେ ଲୋକ ଧରିଲା ପରେ ପିଲାଟାକୁ ରଖିଦେଲେ, ସେ ବଞ୍ଚିଗଲା ପିଲାଟା। ଲୋକ ଆଶ୍ଚର୍ଯ୍ୟ ହେଲେ ଯେ ଏଇ ଗୋଟେ ମାଇପି ଲୋକଟେ ଭିକାରୀଟେ ସେ କାର୍ଟା ଟେକିଦେଲା। କାର୍ଟା ତ ଆମେ ଟେକିବା ସମ୍ଭବ ନୁହଁ। ତେଣୁ ପିଲାକୁ ବଞ୍ଚିବା ପାଇଁ ସେ ଯେଉଁ ଶକ୍ତିଟା ଆସେନି ମା ପାଖରେ, ସେ ମା ପାଖରେ ଯେଉଁ ଶକ୍ତିଟା ଆସେ ସେଟା ଭଗବତ ଶକ୍ତି। ସେଥିପାଇଁ ମାଆକୁ ଭଗବାନ କୁହାଯାଏ। ଆଉ ମାଆର ଗୋଟେ ଷୋଳର ଋଣ ବି ତୁମେ କେଉଁ ପିଲା ସୁଝିପାରିବନି, କାରଣ ତା ଜୀବନକୁ ବାଜି ଲଗେଇ ସେ ଜନ୍ମ କରେ। ତେଣୁ ଏ ଜିନିଷ ବହୁତ ଜିନିଷ ଅଛି। ଆମେ ଗୋଟେ ଜିନିଷ ଦେଖିବା, ବାହାର ଲୋକ କଥା ଶୁଣିବାନି। ଆମ ଭିତରେ ଯାହା ଅଛି, ଆମ ଭିତରେ ଯେଉଁ କହୁଛି ଆମେ ଏଇ ଜିନିଷ କରିବା, ସେ ଜିନିଷ କର। ବାହାର କଥା ଶୁଣିବା ଦରକାର ନାହିଁ। ଦେଖ ତୁମେ କରିଦେବ। ନହେଲେ ବାହାର ଲୋକ ତ ରୋକିବେ, ଏଇଟା ହେବନି, ଅମୁକ ଲୋକ କରିଥିଲା ପାରିଲାନି, ଆଉ ତୁ ଗୋଟେ କ'ଣ କରିବୁ? ତେଣୁ ତୁମମାନଙ୍କ ପାଇଁ ଏଇଟା ବହୁତ ଆବଶ୍ୟକ ଅଛି। କାହା କଥା ଶୁଣ ନାହିଁ। ତୁମେ ଭିତରୁ ଯାହା ଆସୁଛି ତୁମେ ତା କର। ଆଜିକାଲି ପରସେଣ୍ଟେଜ ହେଉଛନ୍ତି ନା, ତେଣୁ ତ ପରସେଣ୍ଟେଜ ରଖିବାକୁ ପଡ଼ିବ। କିନ୍ତୁ ପରସେଣ୍ଟେଜ ପାଇଁ ପଢ଼ାପଢ଼ି କରନି। କଲେଜରେ ଯେଉଁମାନେ ପଢ଼ୁଛନ୍ତି, ଯିଏ ସବୁ ସବଜେକ୍ଟ ନେଉଛି, ତୁମକୁ ଯେଉଁ ସବଜେକ୍ଟ ଭଲ ଲାଗୁଛି ପଢ଼ିନିଅ। ଦେଖ, ମୁଁ ଛୋଟିଆ ଉଦାହରଣ ଦେଉଛି। ଜଣେ ଆମର ଓଡ଼ିଆ ଲେକ୍ଚର, ଜଣେ ତା ସ୍ୱାମୀ ହେଲେ ଇଂଲିଶର ପ୍ରଫେସର, ସ୍ତ୍ରୀ ହେଉଛି ଓଡ଼ିଆର ପ୍ରଫେସର।
ଏକାଠି ତାଙ୍କ ଲଭ୍ ମ୍ୟାରେଜ୍ ଏକାଠି ଦୁଇ ଜଣ ପାଇଲେ ଲେକ୍ଚର ଥିଲେ ସେଇଠି ଲଭ୍ ମ୍ୟାରେଜ୍ ହେଇକି ତାପରେ ସେ ପ୍ରଫେସର ହେଲେ ତାଙ୍କ ଭିତରେ ଡେଲି ଝଗଡ଼ା ସେ କହିବ ମୁଁ ଇଂଲିଶର ପ୍ରଫେସର ତୁ ଗୋଟେ ଓଡ଼ିଆ ପ୍ରଫେସରଟେ ଏମିତି ଆଉ ଗୋଟିଏ ଲୋକ ଫିଜିକ୍ସର ପ୍ରଫେସର ତାକୁ ସେ କହିଲେ ଯେ ମୋ ଜଣେ ଚିହ୍ନା ଲୋକ ଅଛନ୍ତି ସିଏ ତୁମର କୁଣ୍ଡଳୀ ଦେଖିକି କହିଦେବେ ତୁମ ଭିତରେ କାହିଁକି ଅଶାନ୍ତି ହେଉଛି କୁଣ୍ଡଳୀ ଦେଖିବା ତ ପଛ କଥା ନା ସେ ପହଞ୍ଚିଗଲେ ମୁଁ କହିଲି ଆଚ୍ଛା ତୁମେ କ'ଣ ସେ ତା ସାଙ୍ଗ ଏକାଠି ସବୁ ତ ପାଇଛନ୍ତି ଜବ୍ ମୁଁ କହିଲି ତୁମେ ତା ତିନି ଜଣ ଏକାଠି ଜବ୍ ପାଇଛ ନା ହଁ ଏ ଫିଜିକ୍ସର ପ୍ରଫେସର ଅଛି ସେ ଓଡ଼ିଆରେ ଅଛି ସେ ଇଂଲିଶରେ ଅଛି ମୁଁ ତୁମ ସାଲାରୀ ସମସ୍ତେ କେତେ ତୁମ ସାଲାରୀ କେତେ ଆଚ୍ଛା ତୁମ ସାଲାରୀ କେତେ ତୁମ ସାଲାରୀ କେତେ ସମସ୍ତେ ସାଲାରୀ ଏକା ସାଲାରୀ ଏକା ପାଉନ ନା ନାହିଁ ଗୋଟେ ପ୍ରଫେସର ଯାହା ସାଲାରୀ ସେ ଓଡ଼ିଆ ହଉ ଇଂଲିଶ ହଉ କି ଫିଜିକ୍ସ ହଉ ଯେଉଁ ସମୟରେ ତୁମେ ଜଏନ୍ କରିଥିବ ସେଇ ସମୟରୁ କାଉଣ୍ଟ ହେବ ନା ଏକା ତ ଆଉ ଦୁଇ ଜଣ ଲେକ୍ଚର ତାଦେହରେ ଆସିଥିଲେ ଜଣେ ପ୍ରଫେସର ଆସିଥିଲେ ତାଙ୍କ ସ୍ତ୍ରୀ ଲେକ୍ଚର ଥିଲେ ଫିଲୋସଫିର ଇଏ ବି ଇଂଲିଶର ଗୋଟେ ବହୁତ ବଡ଼ ପୋଏଟ୍ ଏବଂ ପ୍ରଫେସର ବି କିନ୍ତୁ ତାଙ୍କର ସାଲାରୀ କମ୍ ତାଙ୍କ ସ୍ତ୍ରୀ ଲେକ୍ଚର ଥାଇକି ତାଙ୍କ ସାଲାରୀ ଅଧିକା ମୁଁ କହିଲି ଆଚ୍ଛା ଆପଣଙ୍କ ସାଲାରୀ କିନ୍ତୁ ଅଧିକା ହେଲା ସେ କହିଲେ ମୁଁ ପୁରା ବହୁତ ଆଗୁଆ ଜଏନ୍ କରିଥିଲି ମାନେ ସେ ଆଗୁଆ ସର୍ଭିସ୍ ପାଇଥିଲେ ସେ ଲେକ୍ଚର ଥାଇ ତା ସାଲାରୀ ଅଧିକା ତେଣୁ କଲେଜ ଯେଉଁ ପାଠ ପଢ଼ାଯାଏ କେବଳ ଆମର ବୃତ୍ତି ପାଇଁ ବ୍ୟବସାୟ ବୃତ୍ତି ପାଇଁ କିନ୍ତୁ ପ୍ରତ୍ୟେକ ଜୀବନଶୈଳୀରେ ଆମର କୌଣସି ବିଦ୍ୟା କାମରେ ଆସେନି ଏ ଯେଉଁ ତମେ ପଢ଼ାଉଛି ସାଇନ୍ ଥେଟା କସ୍ ଥେଟା A+B ହୋଲ୍ ସ୍କୋୟାର ହଉ ତ ଜୀବନଶୈଳୀ କ'ଣ କାମରେ ଆସୁଛି ହର ଗୁଣ ମିଶି ଫେଡ଼ ଗଣିତର ହରିବା ଗୁଣିଆ ମିଶିବା ଫେଡ଼ିବା ଛାଡ଼ିଦେଲେ ଆଉ ଜୀବନ କାମରେ ଆସିବନି ତୁମର ଭାଷା ତୁମର ବ୍ୟବହାର କାମରେ ଆସିବ ନହେଲେ ଜୀବନ ଗଢ଼ିବାକୁ ଗଲେ ଭାଷା ବ୍ୟବହାର ଛାଡ଼ିଦେଲେ ଆଉ କୌଣସି କାମରେ ଆସିପାରିବ ନାହିଁ ତେଣୁ ସମସ୍ତେ ଶିକ୍ଷିତ କିଏ ଅଶିକ୍ଷିତ ସମସ୍ତେ ତ ହର ଗୁଣ ମିଶିଫେଡ଼ କରୁଛନ୍ତି ହରିବା ଗୁଣିବା ମିଶିବା ଫେଡ଼ିବା ସମସ୍ତେ ତ ଲେଖାଲେଖି କରୁଛନ୍ତି ଆଉ ଅସୁବିଧା କିଏ ସେ ଭାଷା କ'ଣ ତୁମେ ଜାଣିଛ ସାରିଲା କଥା କିନ୍ତୁ ଭାବକୁ ବ୍ୟକ୍ତ କରିବା ପରେ ପଦ୍ଧତି ଥିଲା ଭାଷା ଯଦି ତମେ ଭାବକୁ ବ୍ୟକ୍ତ କରିପାରୁଛ ଜଣଙ୍କ ପାଖରେ ତାହେଲେ ଗଲା ଭାଷା ହେଇଗଲା ତେଣୁ ସମସ୍ତେ ଶିକ୍ଷିତ କେହି ଅଶିକ୍ଷିତ ନୁହେଁ ତେଣୁ କାହା କଥା ଶୁଣ ନାହିଁ ଯେଉଁ ଯାହା ଭଲ ଲାଗୁଛି ଅନ୍ତର ଭିତରେ ତାହା କର ମୁଁ ମୋ ପିଲାମାନଙ୍କୁ ସେଇଆ ଶିଖାଏ ଡଟ୍ ବିନ୍ଦୁର ଡେଫିନେସନ୍ ନାହିଁ ବିନ୍ଦୁର ଡେଫିନେସନ୍ କ'ଣ ଅଛି ବିନ୍ଦୁର ସଂଜ୍ଞା କ'ଣ ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ନାହିଁ କିନ୍ତୁ ଅବସ୍ଥିତି ଅଛି ଯେଉଁଟାକି ଅସମ୍ଭବ ଯାହାର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ନାହିଁ ତାର ଅବସ୍ଥିତି କେମିତି ଆସିବ ତେଣୁ ସେଇ ବିନ୍ଦୁଟାକୁ ସେ ବିନ୍ଦୁ ହିଁ ମହାପ୍ରଭୁଙ୍କର ଯେଉଁ କଳା ଡୋଳା ଯେଉଁ ଦେଖୁଛ ବିନ୍ଦୁ ରାଉଣ୍ଡ ମାନେ ରାଉଣ୍ଡ ଯେଉଁ ଆଖି ସେଇଥିପାଇଁ ସେ କରନ୍ତି ଜିରୋ ସୃଷ୍ଟି କିଏ କରିଥିଲା କିଏ ଜିରୋ ସୃଷ୍ଟି କିଏ କଲା ଭାରତ ବର୍ଷରେ ଜିରୋ ସୃଷ୍ଟି ହେଇଛି ଆଉ ଜିରୋ ସୃଷ୍ଟି ହେଲା ପରେ ଗଣିତରେ ବହୁତ ପରିବର୍ତ୍ତନ ଆସିଛି ଆଉ ଗଣିତ ଯେତେବେଳେ ଡେଭଲପ୍ କଲା ସେତେବେଳେ ତାପରେ ପରେ ତମ ବିଜ୍ଞାନ ଡେଭଲପ୍ କଲା ଗଣିତ ବିନା ବିଜ୍ଞାନ ଅଧୁରା ଏଠି ଆଉ କିଛି କରିହେବନି ଆମେ ସ୍ୱସ୍ତିବାସନ କରିଦେବା ଓମ୍ ସ୍ୱସ୍ତି ନ ଇନ୍ଦ୍ର ବୃଦ୍ଧଶ୍ରବା ସ୍ୱସ୍ତି ନ ପୂଷା ବିଶ୍ୱଦେବା ସ୍ୱସ୍ତି ନ ତାର୍କ୍ଷ୍ୟ ଅରିଷ୍ଟନେମି ସ୍ୱସ୍ତି ନ ବୃହସ୍ପତିର୍ଦଦାତୁ ଓମ୍ ଶାନ୍ତି 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 ଓମ୍ ଜୟ ଜଗନ୍ନାଥ ହଉ ଯିବା ଆଉ जदि आपंक आमर भिडियोटी पसंद आसी तेबे एहिपरि वीडियो प्रथमे देखिबा पई लाइक शेयर एंड सब्सक्राइब करी पाखरे थिबा बेल आइकन को प्रेस करंतु। थैंक यू।